ଚାର୍ଲି ଚାପ୍ଲିନ୍ଙ୍କ ଜୀବନର ଏମିତି ଏକ କାହାଣୀ ଯାହା ତାଙ୍କୁ ଗଢ଼ିଥିଲା। ଆସନ୍ତୁ ଆଜି ସେହି ମର୍ମସ୍ପର୍ଶୀ ଅଧ୍ୟାୟ ଭିତରକୁ ଯିବା, ଯେଉଁଠି କଥା ହେଉଛି ତାଙ୍କ ମାଆଙ୍କର। ସେହି ଦୁନିଆ ବାଷ୍ପୀଭୂତ ହୋଇଯାଇଥିଲା, କେବଳ ଏକ ସ୍ମୃତି ହୋଇ ରହିଯାଇଥିଲା। ଚାପ୍ଲିନ୍ଙ୍କର ଏହି ଗୋଟିଏ ଲାଇନ୍ ଭିତରେ ଜାଣନ୍ତି ପୂରା କାହାଣୀର ଆରମ୍ଭ ଲୁଚି ରହିଛି। ଏହା ଏକ ଗଭୀର କ୍ଷତିର କଥା କହୁଛି, ଯେଉଁଠୁ ସବୁକିଛି ଆରମ୍ଭ ହେଲା। ତ କାହାଣୀର ଆରମ୍ଭ ହୁଏ ଏକ ଏମିତି ଘଟଣାରୁ ଯାହା ଚାପ୍ଲିନ୍ଙ୍କ ମାଙ୍କ ଜୀବନକୁ ସବୁଦିନ ପାଇଁ ବଦଳେଇ ଦେଇଥିଲା। କଥାଟା ହେଉଛି ଯେତେବେଳେ ଚାର୍ଲି ଚାପ୍ଲିନ୍ଙ୍କ ମା ତାଙ୍କ ସ୍ୱର ହରାଇଲେ, ତାଙ୍କର କେବଳ ମଞ୍ଚ କ୍ୟାରିୟର ଶେଷ ହେଲାନି, ବରଂ ସେମାନଙ୍କ ପୂରା ଦୁନିଆଟା ହିଁ ଉଲ୍ଟାପାଲ୍ଟା ହୋଇଗଲା। ଏହା କେବଳ ଗୋଟେ ବ୍ୟକ୍ତିଗତ ଦୁଃଖ ନଥିଲା, ବୁଝିଲେ, ଏହା ଥିଲା ଗୋଟେ ଭୟଙ୍କର ଆର୍ଥିକ ବିପର୍ଯ୍ୟୟ। ଆଉ ସେଇଠୁ ଆରମ୍ଭ ହେଲା ତଳକୁ ଖସିବାର ଯାତ୍ରା। ଆଉ ଏହି ପରିସ୍ଥିତି କେମିତି ଖରାପ ହେଉଥିଲା ତାର ଗୋଟେ ଚିତ୍ର ଦେଖନ୍ତୁ। ପ୍ରଥମେ 3ଟା ଭଲ କୋଠରୀରେ ରହୁଥିଲେ, ସେଠୁ ଆସିଲେ 2ଟିକୁ, ଆଉ ତାପରେ ମାତ୍ର ଗୋଟିଏ କୋଠରୀ। ଧୀରେ ଧୀରେ ଘରର ଜିନିଷପତ୍ର ବି ସବୁ ବିକା ହେଇଗଲା। ସେମାନଙ୍କ ସୁଖମୟ ଅତୀତର ସବୁ ଚିହ୍ନ ଯେମିତି ଲିଭିଗଲା। ହେଲେ ଏଇଠି କାହାଣୀରେ ଗୋଟେ ମୋଡ଼ ଆସୁଛି। ଏମିତି ସଙ୍କଟ ସମୟରେ ତାଙ୍କ ମା କ'ଣ କଲେ ଜାଣନ୍ତି? ସେ ଆଶା ହରାଇଲେନି, ବରଂ ଏକ ନୂଆ ରାସ୍ତା, ଏକ ନୂଆ ମଞ୍ଚ ଖୋଜିବାକୁ ଲାଗିଲେ। ଆଉ ସେ ରାସ୍ତା ଥିଲା ଧର୍ମର ରାସ୍ତା। ତାଙ୍କର ଗୋଟିଏ ହିଁ ଆଶା ଥିଲା ଯେ କଦାଚିତ୍ କୌଣସି ଚମତ୍କାର ହେବ ଆଉ ତାଙ୍କର ସ୍ୱର ଫେରିଆସିବ। ତେଣୁ ଏବେ ପ୍ରତି ରବିବାରର ଗୋଟେ ନୂଆ ନିୟମ ହୋଇଗଲା। ସେମାନେ ନିୟମିତ ଭାବେ ଖ୍ରୀଷ୍ଟ ଚର୍ଚ୍ଚ ଯାଉଥିଲେ। ସେଠି ଥିଲେ ରେଭରେଣ୍ଡ F.B. ମେୟର, ଯାହାଙ୍କର ଉପଦେଶ ବେଶ୍ ଉତ୍ସାହପୂର୍ଣ୍ଣ ଆଉ ନାଟକୀୟ ଥିଲା। ତାଙ୍କ ସ୍ୱର ପୂରା ଚର୍ଚ୍ଚରେ ଗୁଞ୍ଜରିତ ହେଉଥିଲା, ଆଉ ଛୋଟ ଚାପ୍ଲିନ୍ ଏସବୁକୁ ନୀରବରେ ଦେଖୁଥିଲେ। କିନ୍ତୁ ଗୋଟିଏ ଚର୍ଚ୍ଚ ଭିତରେ ମା ଆଉ ପୁଅଙ୍କ ଦୁନିଆ ପୂରା ଅଲଗା ଥିଲା। ଆସନ୍ତୁ ଦେଖିବା ସେହି ଗୋଟିଏ ଅନୁଭୂତିକୁ 2ଟି ଭିନ୍ନ ଦୃଷ୍ଟିକୋଣରୁ। ଦେଖନ୍ତୁ, ପାର୍ଥକ୍ୟଟା କେତେ ସ୍ପଷ୍ଟ। ଗୋଟେ ପଟେ ମା, ଯିଏ ସେଠି ଭାବପ୍ରବଣ ହୋଇ ମୁକ୍ତି ପାଉଥିଲେ, ବିଶ୍ୱାସର ଲୁହ ପୋଛୁଥିଲେ, ଆଉ ଅନ୍ୟପଟେ ଛୋଟ ଚାପ୍ଲିନ୍, ଯିଏ ଏକଦମ ଅଧୈର୍ଯ୍ୟ ହୋଇଯାଉଥିଲେ। ମାଙ୍କ ଆଖିର ଲୁହ ଦେଖି ତାଙ୍କୁ ସାମାନ୍ୟ ଲଜ୍ଜା ବି ଲାଗୁଥିଲା। ସେ କେବଳ ଉପଦେଶ କେବେ ସରିବ ସେହି ଅପେକ୍ଷାରେ ରହୁଥିଲେ। ଚାପ୍ଲିନ୍ ନିଜେ ଲେଖିଛନ୍ତି, ବେଳେବେଳେ ମୁଁ ଦେଖୁଥିଲି ମା ଚୁପଚାପ ଲୁହ ପୋଛୁଥିଲେ, ଯାହା ମୋତେ ସାମାନ୍ୟ ଲଜ୍ଜିତ କରୁଥିଲା। ଏହି ଗୋଟିଏ ବାକ୍ୟରୁ ହିଁ ମା ଆଉ ପୁଅ ଭିତରେ ଥିବା ସେହି ଭାବଗତ ଦୂରତା ସ୍ପଷ୍ଟ ବାରି ହେଉଛି। ହେଲେ ଚର୍ଚ୍ଚର ଗୋଟେ ସ୍ମୃତି ତାଙ୍କ ମନରେ ସବୁବେଳେ ପାଇଁ ରହିଯାଇଥିଲା। ଗୋଟେ ଗରମ ଦିନର କଥା, ଯେବେ ପବିତ୍ର ଭୋଜ ହେଉଥିଲା। ସେ ମନେ ପକାନ୍ତି କେମିତି ଗୋଟେ ଥଣ୍ଡା ରୂପା ପାତ୍ରରେ ସ୍ୱାଦିଷ୍ଟ ଅଙ୍ଗୁର ରସ ଦିଆଯାଉଥିଲା, ଆଉ ତାଙ୍କୁ ସେଟା ଏତେ ଭଲ ଲାଗୁଥିଲା ଯେ ସେ ଅଧିକ ପିଇବାକୁ ଚେଷ୍ଟା କରୁଥିଲେ, ଆଉ ତାଙ୍କ ମା ତାଙ୍କୁ ଧୀରେ କରି ଅଟକାଉଥିଲେ। ଗୋଟେ ପବିତ୍ର ରୀତି ଭିତରେ ଏଇ ଯେଉଁ ଛୋଟ ଅନୁଶାସନ, ସେଟା ତାଙ୍କର ଭଲ ଭାବେ ମନେ ରହିଯାଇଥିଲା। କିନ୍ତୁ ସତ କହିବାକୁ ଗଲେ ସେଦିନ ତାଙ୍କ ପାଇଁ ସବୁଠୁ ବଡ଼ ଆଶ୍ୱସ୍ତିର ମୁହୂର୍ତ୍ତ ଥିଲା ଯେତେବେଳେ ରେଭରେଣ୍ଡ ବାଇବେଲ ବନ୍ଦ କରୁଥିଲେ। ବାସ୍ ସେଇଟା ହିଁ ଥିଲା ଇସାରା ଯେ ଉପଦେଶ ସରିଲା ଆଉ ଏବେ ଘରକୁ ଯିବାର ସମୟ ହେଲା। ହେଲେ ଚର୍ଚ୍ଚର କାନ୍ଥ ବାହାରେ ସେମାନଙ୍କୁ ଅପେକ୍ଷା କରିଥିଲା ଆହୁରି ଏକ ଭୟଙ୍କର ଦୁନିଆ, ଆଉ ସେଇଟା ଥିଲା ଦାରିଦ୍ର୍ୟର କଠୋର ବାସ୍ତବତା। ସେଇ ମାତ୍ର ଗୋଟିଏ ବର୍ଷ, କିନ୍ତୁ ଚାପ୍ଲିନ୍ଙ୍କ ଭାଷାରେ ସେଇ ଗୋଟିଏ ବର୍ଷର ସଂଘର୍ଷ ତାଙ୍କୁ ପୂରା ଜୀବନ କାଳ ପରି ଲାଗୁଥିଲା। ଆମକୁ ମନେ ରଖିବାକୁ ହେବ ଯେ ଏଇଟା ଥିଲା ଭିକ୍ଟୋରିଆନ୍ ଯୁଗ। ଏମିତି ଏକ ସମୟ ଯେଉଁଠି ଗୋଟେ ପଟେ ପ୍ରଚୁର ଧନସମ୍ପତ୍ତି ଥିଲା, ଆଉ ଠିକ୍ ତା ପାଖରେ ଥିଲା ଭୟଙ୍କର ଗରିବୀ। ଏଇ ଯେଉଁ ବିଷମତା, ତାର ଛାପ ଆମକୁ ତାଙ୍କ ସିନେମାରେ ବି ଦେଖିବାକୁ ମିଳେ। ଆଉ ସେହି ସମାଜରେ ଜଣେ ଗରିବ ମହିଳାଙ୍କ ପାଖରେ ବା ବିକଳ୍ପ କ'ଣ ଥିଲା? ହୁଏତ କିଛି ଛୋଟମୋଟ କାମ କରିବାକୁ ପଡ଼ୁଥିଲା, ନହେଲେ କୌଣସି କାରଖାନାରେ କମ୍ ପଇସାରେ ଦିନରାତି ଖଟିବାକୁ ପଡ଼ୁଥିଲା। ଏହାଛଡ଼ା ଆଉ କିଛି ରାସ୍ତା ହିଁ ନଥିଲା। ଆଉ ଚାପ୍ଲିନ୍ଙ୍କ ମା, ଯାହାଙ୍କୁ ସେ ଛୋଟ, ଆକର୍ଷଣୀୟ ଆଉ ସମ୍ବେଦନଶୀଳ ବୋଲି ବର୍ଣ୍ଣନା କରନ୍ତି, ସେ ଏହି କଠୋର ଦୁନିଆ ପାଇଁ ଆଦୌ ଉପଯୁକ୍ତ ନଥିଲେ। ତାଙ୍କ ସ୍ୱଭାବ ଆଉ ବାହାରର ବାସ୍ତବତା ଭିତରେ ଆକାଶ ପାତାଳ ଫରକ ଥିଲା। ତଥାପି ସେ ହାର ମାନି ନଥିଲେ, ବଞ୍ଚିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଥିଲେ। କେବେ କେମିତି ନର୍ସିଂ କାମ ମିଳୁଥିଲା, କିନ୍ତୁ ତା ବି ବହୁତ କମ୍ ଦିନ ପାଇଁ। ଛୁଞ୍ଚି କାମରେ ସେ ବେଶ୍ ପରଙ୍ଗମ ଥିଲେ, ତେଣୁ ଚର୍ଚ୍ଚ ଲୋକଙ୍କ ପାଇଁ ପୋଷାକ ସିଲେଇ କରୁଥିଲେ। ହେଲେ ଏତେ ପରିଶ୍ରମ ପରେ ବି ଯାହା ଆୟ ହେଉଥିଲା, ସେଥିରେ ପରିବାର ଚଳିବା ବହୁତ କଷ୍ଟକର ଥିଲା। ତେବେ ଏହି ସମୟର କଷ୍ଟ କେବଳ ଗୋଟେ ଖରାପ ସ୍ମୃତି ହୋଇ ରହିଲାନି, ବରଂ ଏହା ଚାପ୍ଲିନ୍ଙ୍କ ଭବିଷ୍ୟତକୁ ଗଢ଼ିବାରେ ଏକ ବଡ଼ ଭୂମିକା ନେଇଥିଲା। ଅତୀତର ଏହି କଷ୍ଟ ତାଙ୍କ ଉପରେ ଏକ ସ୍ଥାୟୀ ଛାପ ଛାଡ଼ି ଦେଇଥିଲା। ସେହି ଥିଏଟରର ରଙ୍ଗୀନ ଦୁନିଆ ଯେମିତି ସବୁଦିନ ପାଇଁ ହଜିଯାଇଥିଲା, ଆଉ ତା ବଦଳରେ ରହିଯାଇଥିଲା କେବଳ ସେମାନଙ୍କର ନୀରସ, ସଂଘର୍ଷମୟ ଜୀବନର କଠୋର ବାସ୍ତବତା। ଏବେ ଶେଷରେ ଗୋଟେ ପ୍ରଶ୍ନ ମନକୁ ଆସେ। ଚର୍ଚ୍ଚର ସେଇ ଚୌକିରେ ବସି ନୀରବରେ ଏତେ ସବୁ ନାଟକ ଦେଖୁଥିବା ସେଇ ଛୋଟ ପିଲାଟି କେମିତି ଆଗକୁ ଯାଇ ଦୁନିଆର ସବୁଠୁ ବଡ଼ ନୀରବ ହାସ୍ୟ ଅଭିନେତା ହେଲା?
ଅତୀତର ସେହି କଷ୍ଟ ଆଉ ନୀରବ ପର୍ଯ୍ୟବେକ୍ଷଣ ଭିତରେ ହିଁ କ'ଣ ତାଙ୍କ ପ୍ରତିଭାର ମୂଳଦୁଆ ପଡ଼ିଥିଲା? ଏହା ନିଶ୍ଚୟ ଭାବିବାର କଥା।